ମାଟ୍ରିକ ପରୀକ୍ଷା ଜୀବନର ସର୍ବପ୍ରଥମ ଏବଂ ବଡ଼ ପରୀକ୍ଷା ବୋଲି ମାନାଯାଏ। ମାଟ୍ରିକ ପରୀକ୍ଷା ସରିବା ପରେ ପିଲାମାନଙ୍କ ମନରେ ସବୁଠୁ ବଡ଼ ପ୍ରଶ୍ନ ଥାଏ ଯେ ମାଟ୍ରିକ ପରେ କେଉଁ ସବଜେକ୍ଟ ପଢ଼ିଲେ ଆମକୁ ଜଲ୍ଦି ଚାକିରି ମିଳିଯିବ। ଆର୍ଟ୍ସ ନେବାଟା ଭଲ କି ସାଇନ୍ସ ନେବାଟା ଭଲ କି କମର୍ସ ନେବାଟା ପାଇଁ ଭଲ, କେଉଁ ସବଜେକ୍ଟ ବା ଷ୍ଟ୍ରିମ୍ ପଢ଼ିଲେ ଆମକୁ ଜଲ୍ଦି ଚାକିରି ମିଳିବ ସେ ବିଷୟରେ ପିଲାମାନଙ୍କ ମନରେ ବହୁତ ଚିନ୍ତା ଥାଏ। ସେ ବିଷୟରେ ଆଜି ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ତୁମମାନଙ୍କୁ ମୋର ଅନୁଭୂତି ବା ଏକ୍ସପିରିଏନ୍ସରୁ ତୁମମାନଙ୍କୁ ମୁଁ ଗାଇଡ଼ କରିବା ପାଇଁ ଚେଷ୍ଟା କରିବି, କୌଣସି ପ୍ରକାର ଜ୍ଞାନ ଦେବାର ନାହିଁ। ଆହୁରି ଗୋଟେ କଥା ପିଲାମାନଙ୍କୁ ମୁଁ କହିଦେବା ପାଇଁ ଯେ କିଏ କ'ଣ କହିଲେ ତୁମେ ତାଙ୍କ ଇଚ୍ଛା ଅନୁସାରେ କେବେ ବି କୌଣସି ସବଜେକ୍ଟ ବା କୌଣସି କାମ ଚୁଜ୍ କରନି। ତୁମ ପାଇଁ କେଉଁଟା ଭଲ ଏବଂ ତୁମକୁ କ'ଣ ଭଲ ଲାଗୁଛି ସେ ଅନୁସାରେ ତୁମେ କେବଳ ଚୁଜ୍ କରିବ। ମୋର କାମ କେବଳ ମୁଁ ତୁମମାନଙ୍କୁ ଟିକେ ଗାଇଡ଼ କରିବି ଏବଂ ମୋ ଯେହେତୁ ଏକ୍ସପିରିଏନ୍ସ ଅଛି ସେଇ ବିଷୟରେ ହିଁ ତୁମମାନଙ୍କୁ ମୁଁ କହିବି। କୌଣସି ଜିନିଷ ନେବା ପାଇଁ ତୁମମାନଙ୍କୁ ମୁଁ ବାଧ୍ୟ କରିବିନି। କିନ୍ତୁ ତା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ଆସୁଛନ୍ତି ପିଲାମାନେ ଆପଣ, ତେବେ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦିଅନ୍ତୁ, ଯଦ୍ୱାରା କି ଏହିପରି ସବୁ ଅପଡ଼େଟ୍ ଆମ ଚ୍ୟାନେଲରେ ପାଇବେ। ଶ୍ରେଣୀ ସରିଲା ପରେ ପିଲାମାନେ ଏପରି ଏକ ମୋଡ଼ରେ ପହଞ୍ଚି ଯାଆନ୍ତି, ତାଠାରୁ ରାସ୍ତା ଭିନ୍ନ ଭିନ୍ନ ରାସ୍ତା ଖୋଲିଯାଏ। କାରଣ ଦଶମ ପର୍ଯ୍ୟନ୍ତ ତ ସମସ୍ତେ ଜାଣିଛନ୍ତି ଯେ ଦଶମ ପର୍ଯ୍ୟନ୍ତ ସମସ୍ତେ ପଢ଼ିବେ, ମାଟ୍ରିକ ପଢ଼ିବେ, ସମସ୍ତଙ୍କର ସେମ୍ ରୁହେ। କିନ୍ତୁ ମାଟ୍ରିକ ପରେ ସମସ୍ତଙ୍କର ରାସ୍ତା ପରିବର୍ତ୍ତନ ହେଇଯାଏ। କିଏ ଆର୍ଟ୍ସ ନିଏ, କିଏ ସାଇନ୍ସ ନିଏ, କିଏ କମର୍ସ ନିଏ, କେଉଁମାନେ ଡିପ୍ଲୋମା କରନ୍ତି। ତାହେଲେ ତୁମେମାନେ କ'ଣ କରିବ ତା ପାଇଁ ବାଛିବା ପାଇଁ ତୁମର କିଛି ପଏଣ୍ଟ ମୁଁ କହିଦେଉଛି। ପ୍ରଥମ କଥା ହେଉଛି ଯେ ତୁମମାନଙ୍କର ଆଗ୍ରହ କେଉଁଥିରେ ଅଛି। ଇଣ୍ଟରେଷ୍ଟ ଇଜ୍ ଇମ୍ପର୍ଟାଣ୍ଟ। କାରଣ ଯଦି ଆମେ କୌଣସି ସବଜେକ୍ଟ ନେଇଯିବା, ଯଦି ଇଣ୍ଟରେଷ୍ଟ ନଥିବ ତାହେଲେ ଆମେ ସେ ସବଜେକ୍ଟ ନେବାର କିଛି ଆବଶ୍ୟକତା ନାହିଁ। ଦୁଇ ହେଉଛି ଯେ କେଉଁ ସବଜେକ୍ଟ ବା ର ଡିମାଣ୍ଡ ଅଛି ମାର୍କେଟରେ, ବା କେଉଁ ସବଜେକ୍ଟ ପଢ଼ିଲେ ଜଲ୍ଦି ଚାକିରି ମିଳିଯାଉଛି। ସେଇଟା ତୁମେ ଆଖପାଖର ଯେଉଁମାନେ ଚାକିରି କରୁଛନ୍ତି ବା ଚାକିରିରେ ଅଛନ୍ତି ବା ଯେଉଁମାନେ ପଢ଼ି ସାରିଛନ୍ତି +2 +3 PG ପର୍ଯ୍ୟନ୍ତ କରିଛନ୍ତି ବା ତାଠୁ ହାୟର ଷ୍ଟଡ଼ି କରିଛନ୍ତି ସେମାନଙ୍କଠୁ ତୁମେମାନେ ପଚାରିକି ବୁଝ। ନିହାତି ଯଦି ତୁମେ ସାଇନ୍ସ ନେବା ପାଇଁ ଚାହୁଁଛ ଯେ ତୁମେ କୌଣସି ତୁମର ସିନିୟର ଭାଇଙ୍କୁ ପଚାରିପାରିବ ଯେ ମୁଁ ସାଇନ୍ସ ନେବା ପାଇଁ ଚାହୁଁଛି ଭାଇ, କ'ଣ ତା'ର ଅସୁବିଧା ବେନିଫିଟ୍ କ'ଣ ଅଛି ଆଉ ତା'ର କ୍ଷତି କ'ଣ, ଡିମେରିଟ୍ କ'ଣ, এই ବିଷୟରେ ପଚାରିବ। ଦେଖ, ଆର୍ଟ୍ସ ଯେଉଁମାନେ ନେବା ପାଇଁ ଚାହୁଁଛନ୍ତି, ଯଦି ତୁମମାନଙ୍କର ଶିକ୍ଷକତା ଲାଇନ୍ରେ ଇଚ୍ଛା ଅଛି, ଲେକ୍ଚର କରିବା ପାଇଁ ଇଚ୍ଛା ଅଛି କିମ୍ବା IAS OAS ହେବା ପାଇଁ ଯଦି ଭବିଷ୍ୟତରେ ଇଚ୍ଛା ଅଛି, ପ୍ରଶାସନିକ ସୁବିଧା ସେବାରେ ଯିବା ପାଇଁ ଇଚ୍ଛା ଅଛି, ତାହେଲେ ସେମାନଙ୍କ ପାଇଁ ଆର୍ଟ୍ସ ବିଭାଗଟି ବା ଷ୍ଟ୍ରିମ୍ଟି ସବୁଠୁ ଉପଯୋଗୀ। କିନ୍ତୁ ଯେଉଁମାନେ ସାଇନ୍ସ କରିବେ, ଯେଉଁମାନଙ୍କର ଡାକ୍ତର ପାଇଁ ଇଚ୍ଛା ଥିବ, ଯେଉଁମାନେ ଇଞ୍ଜିନିୟର କରିବା ପାଇଁ ଥିବ, ଯେଉଁମାନେ ଡିପ୍ଲୋମା କରିବାକୁ ଥିବ, ଯେଉଁମାନେ ବିଟେକ୍ କରିବାକୁ ଥିବ, ସେଇ ପିଲାମାନେ ସାଇନ୍ସ ସେମାନଙ୍କ ପାଇଁ ଉପଯୁକ୍ତ। 3 ହେଉଛି କମର୍ସ। କମର୍ସ ଯେଉଁମାନଙ୍କର ମ୍ୟାନେଜମେଣ୍ଟ ସ୍କିଲ୍ ଭଲ ହେଉଥିବ, ଯେଉଁମାନେ ମ୍ୟାନେଜିଂ କରିବା ପାଇଁ ଚାହୁଁଥିବେ, MCOM କରିବା ପାଇଁ ଚାହୁଁଥିବେ, ତାପରେ ଯେଉଁମାନଙ୍କର ଗଣିତ ଟିକେ ଅଧିକ ଭଲ ହେଉଥିବ, ସେଇ ପିଲାମାନେ ଯଦି କମର୍ସ ନିଅନ୍ତି ତାହେଲେ ସେମାନଙ୍କ ପାଇଁ ଉତ୍ତମ କ୍ୟାରିୟର ହେଇପାରିବ। ପୁଣି ଥରେ ପିଲାମାନଙ୍କୁ ମୁଁ କହିଦେବା ପାଇଁ ଚାହେଁ ଯେ ତୁମର ଯାହା ଇଣ୍ଟରେଷ୍ଟ ଅଛି ଏବଂ ତୁମେ ଯେଉଁଟା ଭାବୁଛ ମୁଁ ନେଲେ ତାକୁ ପାରିବି, ଭଲସେ କରିପାରିବି, ଇଚ୍ଛା ସହ କରିପାରିବି, ସେହି ସବଜେକ୍ଟ ହିଁ ଚୁଜ୍ କର। ପିଲାମାନେ କୌଣସି ବାଧ୍ୟବାଧକତାରେ ଅନ୍ୟ କୌଣସି ସବଜେକ୍ଟ ଚୁଜ୍ କର ନାହିଁ। ପିଲାମାନଙ୍କର କିଛି ଡାଉଟ୍ ଥାଏ ତାହେଲେ ତୁମେ ନିହାତି କମେଣ୍ଟ ସେକ୍ସନରେ କମେଣ୍ଟ କରି ମୋତେ ପଚାରିପାରିବ। ପିଲାମାନେ ଖୁବ୍ ଜଲ୍ଦି ତୁମର +2 ପାଇଁ ଫର୍ମ ଫିଲ୍ଅପ୍ ହେବା ପାଇଁ ଯାଉଛି, ତେଣୁ ତା ପୂର୍ବରୁ ତୁମେ ନିଷ୍ପତ୍ତି ନେବା ପାଇଁ ପଡ଼ିବ ଯେ ତୁମେ କେଉଁ ବିଭାଗରେ ପଢ଼ିବା ପାଇଁ ଚାହୁଁଛ।